ପିଲାମାନେ ଆଜିର କାହାଣୀକୁ ସମସ୍ତଙ୍କୁ ସ୍ୱାଗତ ଜଣାଉଛି। ତୁମେମାନେ ଗାଁ ଗହଳିରେ ଶୁଣିଥିବ ମା ଜେଜେମା କି ବଡ଼ ବଡ଼ ଲୋକ ସବୁ କଥା ପ୍ରସଙ୍ଗରେ ଏଇ ଢଗଟି କୁହନ୍ତି, ଜେସାକୁ ତେସା ହାରାମଜାଦାକୁ ଟାଙ୍ଗିଆ ପଶା। ଏଇ ଉକ୍ତିଟି ନିଶ୍ଚିତ ତୁମେ ଶୁଣିଥିବ। ତାକୁ ନେଇ ଆଜିର ଏକ କାହାଣୀ, ଜେସାକୁ ତେସା। ଗୋଟିଏ ଗଡ଼ିଆରେ ବହୁତ ମାଛ ଥାନ୍ତି। ଗଡ଼ିଆ ପାଣିରେ ଖେଳି ବୁଲି ଦିନ କଟି ଯାଉଥାଏ ସେମାନଙ୍କର। କିନ୍ତୁ ସବୁଦିନ ତ ସମାନ ଯାଏ ନା। ଚାହୁଁ ଚାହୁଁ ଖରାଦିନ ମାଡ଼ି ଆସିଲା। ବିଲ ମାଳ ନଈ ନାଳ ସବୁ ଶୁଖିଗଲା। ଗଡ଼ିଆ ପାଣି ବି ଶୁଖିବାକୁ ଲାଗିଲା। ଦିନେ ବଗ ଆଖିରେ ଏ କଥା ପଡ଼ିଗଲା। ସେ ଆସି ଗଡ଼ିଆ କୂଳରେ ଏକ ଧ୍ୟାନରେ ବସି ପଡ଼ିଲା। ତାକୁ ଦେଖି ମାଛମାନେ ସବୁ ଲୁଚିଗଲେ। ବଗ ଭାବିଲା, କେତେ ଆଉ ଲୁଚିବ? ତୁମକୁ ମୁଁ ନିଶ୍ଚୟ ଖାଇବି। କ'ଣ କରି ମାଛକୁ ଖାଇବ ବୋଲି ଭାବୁ ଭାବୁ ତାକୁ ଗୋଟିଏ ବୁଦ୍ଧି ଦିଶିଗଲା। ସେ ପାଣି ପାଖକୁ ଯାଇ ଏକ ଗୋଡ଼ିଆ ହୋଇ ଠିଆ ହୋଇ ରହିଲା। ବଗର ଏ ଭାବ ଦେଖି ମାଛମାନଙ୍କ ଭୟ ଟିକେ କମିଗଲା। ଗୋଟିଏ ମାଛ ପଚାରିଲା, ମଉସା, ଏମିତି ଏକ ଗୋଡ଼ିଆ ହୋଇ କାହିଁକି ଠିଆ ହେଲ? ବଗ କହିଲା, ବାପରେ, ଟିକିଏ ଗାଧୋଇ ପାଧୋଇ ପ୍ରଭୁଙ୍କୁ ଧ୍ୟାନ କରୁଛି। ମାଛ ପଚାରିଲା, ପ୍ରଭୁଙ୍କୁ ଧ୍ୟାନ କରୁଛ ନା ଆଉ କି କଥା ଭାବୁଛ? ବଗ କହିଲା, ଧ୍ୟାନ କରୁ କରୁ ତୁମରି କଥା ଟିକେ ଭାବୁଥିଲି। ବଗ ଗପ କରୁଛି ଶୁଣି ଆର ମାଛମାନେ କୂଳକୁ ଚାଲି ଆସିଲେ। ସେମାନେ କହିଲେ, ଆହା, ତମେ ପୁଣି ଆମ କଥା ଭାବୁଛ? ଆମକୁ ଖାଇବା କଥା ଭାବୁଛ ନା କ'ଣ? ବଗ କହିଲା, ଛି ଛି ଛି, ମୁଁ ପରା ବୁଢ଼ା ହେଲିଣି। ଦେଖୁଛ ଜପ ଧ୍ୟାନ କରି ଦିନ କାଟୁଛି। ମୁଁ କ'ଣ ଆଉ ଆଇଁଷ ଖାଉଛି? ତୁମେ ଭୟ କରନି। ମୁଁ ଭାବୁଥିଲି ଏ ଗଡ଼ିଆ ପାଣି ତ ଏ ବର୍ଷ ନିଶ୍ଚୟ ଶୁଖିଯିବ। କେମିତି ଟାଣ ଖରା ହେଲାଣି ଦେଖୁଛଟି? ପାଣି ଶୁଖିଗଲେ ବିଚରା ତମେ ସବୁ କ'ଣ କରିବ ସତେ କହିଲ? ବଗର ଦରଦ ଦେଖି ମାଛମାନେ କହିଲେ, ସତରେ ଆମେ କ'ଣ କରିବୁ କହିଲ ବଗ ଭାଇ? ବଗ କହିଲା, ସେ ପାଖରେ ଗୋଟିଏ ପୋଖରୀ ଅଛି। ସେଥିରେ ଅକାତ କାତ ପାଣି। ସେଠାରେ 7 ପ୍ରକାରର କଇଁ ଫୁଲ ଫୁଟିଛି। ବାକି କଥା କ'ଣ କହିବି? ଯଦି ସେଠାକୁ ପଳାନ୍ତ ଆଉ ଚିନ୍ତା ନଥାନ୍ତା। ମାଛମାନେ ପଚାରିଲେ, ଏ ଖରାଦିନେ ବି ଏତେ ପାଣି ସେଠାରେ? ବଗ କହିଲା, ତୁମେ ତ କୂଅ ବେଙ୍ଗ ପରି ଏଇଠି ପଡ଼ିଛ। ବିଶ୍ୱାସ ଯିବ କିପରି? ମାଛମାନେ କହିଲେ, କିନ୍ତୁ ଆମେ ସେଠାକୁ ଯିବୁ କିପରି? ବଗ କହିଲା, ଆରେ, ପରର ଉପକାର କଲେ ସ୍ୱର୍ଗରେ ରହନ୍ତି। ଯଦି କହିବ ମୁଁ ତୁମକୁ ସେଠାକୁ ନେଇଯିବି। କିପରି ନେଇଯିବ? ଗୋଟିଏ ମାଛ ପଚାରିଲା। ମୋ ଥଣ୍ଟରେ ଜଣକୁ ଧରୁଥିବି, ତାକୁ ନେଇ ସେ ପୋଖରୀରେ ଛାଡ଼ି ଦେଉଥିବି। ଏଇପରି କରି ଦିନ କେତେଟା ଭିତରେ ସମସ୍ତଙ୍କୁ ନେଇଯିବି। ଜଣ ଜଣିକିଆ ହୋଇଯିବ, ଏକାଠି ଗଲେ ନେଇପାରିବିନି। ମୁଁ ପରା ବୁଢ଼ା ହେଲିଣି, ଆଉ କ'ଣ ବଳ ଅଛି ମୋର? ବଗ ଏମିତି କହିଲା। ଏଇ କଥା ଶୁଣି ମାଛମାନେ ମୁଁ ଆଗ ଯିବି, ମୁଁ ଆଗ ଯିବି ଏମିତି ସମସ୍ତେ ରଡ଼ି କଲେ। ଗୋଟିଏ ବୁଢ଼ା ମାଛ କହିଲା, ଆରେ, ନଈ ନ ଶୁଖୁଣୁ ନଙ୍ଗଳା ନା। କଥାରେ ଅଛି, ଯାହା ନ ଦେଖିବ ଦୁଇ ନୟନେ, ପରତେ ନ ଯିବ ଗୁରୁ ବଚନେ। ଆମ ଭିତରୁ କେହି ଯାଇ ସେ ପୋଖରୀ ଦେଖିଲାଣି କି? ଗୋଟିଏ କଣା ମାଛ ଥାଏ, ତାର ବା ଜୀବନକୁ ଭାରି ଲୋଭ ତା ଜୀବନକୁ। ସେ କଣା କହିଲା, ମୁଁ ମଉସାଙ୍କ ସାଙ୍ଗରେ ଯାଇ ପୋଖରୀ ଦେଖି ଆସେ, ତାପରେ ଯିବା ନ ଯିବା କଥା ଠିକ୍ କରିବା। ବୁଢ଼ା ମାଛ କହିଲା, ହଉ, ତମେ ଯାଅ ଆଗ। ବଗ ସେ କଣା ମାଛକୁ ଧରି ଉଡ଼ିଗଲା। ଦୂରରେ ଗୋଟିଏ ପୋଖରୀ ଦେଖାଇ ଦେଇ ପଚାରିଲା, କେତେ ପାଣି ଦେଖୁଛଟି? ସେ ତ ସହଜେ ତା ଆଖିକୁ ଭଲ ଭାବରେ ଦେଖାଯାଉନାହିଁ। ଗଡ଼ିଆକୁ ଫେରିଆସି କହିଲା, ସତରେ ସେ ପୋଖରୀରେ ବହୁତ ପାଣି। ସେଠାରେ ରହିଗଲେ ଆମର କାଳ କାଳକୁ ଭୟ ଆଉ ନଥିବ। ବଗର ସେ କଣାକୁ ନେଇ ପୋଖରୀ ଦେଖାଇ ଫେରାଇ ଆଣିବାରୁ ଆଉ ମାଛଙ୍କ ମନରେ ଅବିଶ୍ୱାସ ରହିଲା ନାହିଁ। ଏଥର ବଗ ତା କାମ ଆରମ୍ଭ କରିବାକୁ ବସିଲା। ମାଛମାନେ ଆର ପୋଖରୀରୁ ଯିବାକୁ ଠେଲାପେଲା ହେଲେ। ବଗ କହିଲା, ଆରେ, ଏହିପରି ଠେଲାପେଲା ହୁଅନି, ଧାଡ଼ି ବାନ୍ଧି ରୁହ। ଯେତେବେଳେ ଯାହା ପାଳି ପଡ଼ିବ ସେତେବେଳେ ସେ ଯିବ। ମାଛମାନେ ଧାଡ଼ି ବାନ୍ଧି ରହିଲେ। ବଗ ଗୋଟିଏ ମାଛକୁ ଧରି ସେ ପାଖ ଓସ୍ତ ଗଛକୁ ନେଇ ଯାଉଥାଏ। ସେଠାରେ ତା ବସା, ତା ପିଲା କବିଲା ସେଇଠି ଥାଆନ୍ତି। ସେଇଠି ମାଛ ଖାଇସାରି ଆଉ ଗୋଟିଏ ମାଛ ନେବାକୁ ଚାଲି ଆସେ।
ଗଡ଼ିଆରେ ରହିଯାଉଥିବା ମାଛମାନେ ଭାବୁଥାନ୍ତି ଯେଉଁମାନେ ଆଗରୁ ଗଲେଣି ସେମାନେ ପୋଖରୀରେ ଖୁସିରେ ଖେଳୁଥିବେ, କିନ୍ତୁ ବଗ ଯେ ସେମାନଙ୍କୁ ଖାଇଯାଉଥାଏ ତାହା କେହି ଜାଣିପାରୁନଥାନ୍ତି। ଏହିପରି ଖାଉ ଖାଉ ବଗ ସବୁ ମାଛକୁ ଖାଇଗଲା। ଶେଷରେ ରହିଗଲା ଗୋଟିଏ ବୁଢ଼ା କଙ୍କଡ଼ା। ବଗକୁ ଦେଖିବା ଦିନୁ କଙ୍କଡ଼ା ମନରେ ସନ୍ଦେହ। ତାକୁ ନେବାକୁ ବଗ ଆସିବାରୁ ସେ କହିଲା, ମଉସା, ମୋ ଦେହଟା ଅଲଗା ପ୍ରକାରେ ଗଢ଼ା। ତୁମେ ମୋତେ ଥଣ୍ଟରେ ଧରିଲେ କାଳେ ଖସାଇ ଦେବ, ତେଣୁ ମୁଁ ତୁମ ବେକକୁ ଜାବୁଡ଼ି ଧରୁଛି। ତୁମେ ମୋତେ ସେହିପରି ଟିକେ ନେଇଯାଅ। ବଗ ଭାବିଲା, ଧରି ମାରିଲେ ଯାହା, ବାନ୍ଧି ମାରିଲେ ବି ସେଇଆ। ମୁଁ ତ ୟାକୁ ନିଶ୍ଚୟ ଖାଇବି। ଏ କଙ୍କଡ଼ା ଯେମିତି ମୋ ପାଖରୁ ଖସିକି ପଳେଇବା ଆଉ ବୁଦ୍ଧି ବାହାର କରୁଛି। ଏହିପରି ଭାବି ସେ ବେକ ଦେଖାଇଦେଲା। କଙ୍କଡ଼ା ତା ବେକ ମୁଟାକୁ ଏଇପରି ଜାବୁଡ଼ି ଧରିଲା ଯେଉଁଠିକି ବଗର ଥଣ୍ଟ ଯିବନି। ଏଥର ବଗ ଉଡ଼ି ଉଡ଼ି ଓସ୍ତ ଗଛ ଆଡ଼କୁ ଚାଲିଲା। କଙ୍କଡ଼ା ପଚାରିଲା, ଏଠାରେ ତ ପୋଖରୀ ନାହିଁ। ବଗ ମଉସା, ତମେ କୁଆଡ଼େ ମୋତେ ନେଇକି ଯାଉଛ? ଗଛ ଉପରେ କ'ଣ କରିବ ସେଠି? ମାଛ ଖାଇ ଖାଇ ବଗର ସାହସ ପାଇଯାଇଥାଏ। ସେ କହିଲା, ମୁଁ ସବୁ ମାଛଙ୍କୁ ଯେମିତି ଖାଇଛି, ଏଇଠି ବସି ତତେ ବି ଠିକ୍ ସେହିପରି ଖାଇବି। କଙ୍କଡ଼ାର ଆଉ ବୁଝିବାକୁ ବାକି ରହିଲା ନାହିଁ। ସେ ଦେଖିଲା, ସେ ଯଦି ବଗକୁ ନ ମାରିବ ତେବେ ନିଶ୍ଚୟ ବଗ ହାତରେ ନିଜେ ମରିବ। ତାହେଲେ ଖାଅ କହି ସେ ତାର ସବୁ ବଳ ଖଟାଇ ବଗ ବେକକୁ ତା ମୁନିଆ ନଖରେ କାଟି ପକାଇଲା। ବଗ ମରଣ ଦାଉରେ କ'ଣ କଲା? ନିଜେ ମରିବା ସମୟ ତାର ବଗ ମରଣ ଦାଉରେ ପାଟି କଲା, କିରେ କିରେ, ଇଏ କ'ଣ କରୁଛୁ ତୁ? କଙ୍କଡ଼ା ବଗ ବେକକୁ ଦି ଗୋଡ଼ କରିଦେଇ କହିଲା, ଯେସାକୁ ତେସା, ହାରାମଜାଦାକୁ କୁରାଢ଼ି ପଶା। ସେ ଯେମିତି କାମ କରିଥିଲା ସେମିତି ଶାସ୍ତି ପାଇଲା। ଯେମିତି ଆମେ ସମସ୍ତେ ନିଜକୁ ଚାଲାକ ଭାବିକି ଗୋଟେ ଗୋଟେ କାମ କରିଦିଅନ୍ତି, ଯେମିତି କେହି ଜାଣିପାରିବେ ନାହିଁ, ଆମେ ସେଥିରୁ ବହୁତ ବାହା ନେଇଯାଆନ୍ତି। କିନ୍ତୁ ଏମିତି ସମୟ ଆସିବ ଆମର ସବୁ ଚାଲାକି ଧରା ପଡ଼ିଯିବ। କେହି ନ ଜାଣିଲେ ଭଗବାନ ତ ଦେଖୁଛନ୍ତି ଆମ ଚାଲାକିକି। ତେଣୁ ତାର ସିଏ ଗୋଟିଏ ବ୍ୟବସ୍ଥା କରିବେ, ଯାହାଫଳରେ କି ଆମେ ଉଚିତ ଶିକ୍ଷା ପାଇବା। ପିଲାମାନେ, କାହାଣୀଟି କେମିତି ଲାଗିଲା ନିଶ୍ଚିତ ନିଜର ମତାମତ ଦେବ। ଆଜି ପାଇଁ ଏତିକି। ରହିଲି। ଧନ୍ୟବାଦ।